ରାମ ନାରାୟଣ ରାମ ଶବ୍ଦ ମନର ଭିତର ଥିବା ଗାଡ଼ିକୁ ପୂରଣ କରିବାକୁ ଅଛି। ସେ ମନକୁ ମଧ୍ୟ ଖାଦ୍ୟ ଆବଶ୍ୟକ। ଖାଦ୍ୟ ସମସ୍ତଙ୍କୁ ଆବଶ୍ୟକ। ତୁମେ ଦାଲ ଚାଉଳ ଖାଉଛ ଏବଂ ମନ ଚିନ୍ତା ଦ୍ୱାରା ତାହାର ଊର୍ଜା ପ୍ରାପ୍ତ କରେ। ମନର ଖାଦ୍ୟ ହେଉଛି ଧ୍ୱନି। ଏହାରୁ ସେ ପ୍ରସ୍ଫୁଟିତ ହୁଏ, ତେଜ ପ୍ରାପ୍ତ କରେ। ମନ ତୁମର ଭୋଜନ ଦେବାକୁ କହୁଛି। ତାର ବଜିବା ସମୟରେ ତାହାକୁ ଛେଡ଼ିଲେ ଝଙ୍କାର ନିକଲା। ତାହାକୁ ଦେଖିଲେ ଏହାର ଭିତରେ କେତେ ଶବ୍ଦ ଲୁଚିଛି ତାହା ଜଣା ପଡ଼ିନାହିଁ। ବାହାରେ ବହୁତ ସମସ୍ତ ଧ୍ୱନି ଅଛି। ଟ୍ରାମର ଧ୍ୱନି, କାରଖାନାର ଧ୍ୱନି, ସମସ୍ତ ଏହାର ଖାଦ୍ୟ ଅଟେ। ଦାବତରେ ଖାଦ୍ୟ ପରେ ଏକ ପାନ ଆବଶ୍ୟକ, ଧୂମା ଆବଶ୍ୟକ। ଏହାମାନେ ମୁଖଶୁଦ୍ଧିରେ ଥାନ୍ତି। ସେହିପାଇଁ କେହି ବଡ଼ ଥାଳି ଭରି ନ ଦେଇ ଖାଦ୍ୟ ପରେ ଥୋଡ଼ା ଦିଏ। କେବଳ ମୁଖଶୁଦ୍ଧି ଦ୍ୱାରା ପେଟ ଭରେ ନାହିଁ। ଇତି ମାନ୍ୟତା ସହିତ ଆମନ୍ତ୍ରଣ କରି ପରେ କହିବାକୁ, 2 ଡିବା ମୁଖଶୁଦ୍ଧି ଖାଇ ନିଅ। ଏହା ଶୁଣିବାରେ କେମିତି ଲାଗୁଛି? ପ୍ରାକୃତିକ ଜିଜ୍ଜାନ୍ତି ଦିଏ ନାହିଁ, କିନ୍ତୁ ମୁଖଶୁଦ୍ଧି ଦେବାକୁ ମୋତେ ହାସ୍ୟପୂର୍ଣ୍ଣ ଲାଗୁଛି। କିନ୍ତୁ ଏଠାରେ ଆମେ ସେହିଭଳି ହାସ୍ୟକର କାର୍ଯ୍ୟ କରୁଛୁ। ଚିନ୍ତନଶୀଳ ଲୋକମାନେ ଏହାକୁ ଅଜୀବ ଲାଗେ। ଆମେ ଯାହା କରୁଛୁ, ନୋକରି, ବଜାର, ଝଗଡ଼ା, ସମସ୍ତ କିଛି ମୁଖଶୁଦ୍ଧି ହେବାରେ, କିନ୍ତୁ ଆମେ ସେଗୁଡ଼ିକୁ ପ୍ରାଥମିକତା ଦେଉଛୁ। ରାମ ନାରାୟଣ ରାମ।